जीव माँ लक्ष्मी जीति जीवे शुण आग प्रिय सही भाव पृथ्वी को देखिले दंत माटी टेकिल माटी खिया कथा कलिगंड बेले एतिक बंद करंतु से जहाँ तुम ऊपर आगु चढ़ुले लड़ुले बर्तमान बाबा पाखक पूरा पलैले देखिले तो मो ऊपर पारिबेनी तेणु मो स्वामी उत्तर दिंतु सहयोग मु छाड़ी देबी ना तो जानती तुम छाड़ा लोक नुह कंटा बाड़े पूरा लुगा फोपाड़ी कली कर आलोचना हैमावती चटाइए घरे तेल लुण रहुनी किछि तो नहीं आलो तैल बिना दत्तावती बुलाई बनरे ते जटिया देखा सुना नाही लगे जहां माँ लक्ष्मी बर्तमान पूरा रागी गले कौन कहले जानिछ कौन कहले कहले हमर कुआडे तेल नाही बोली कि बाबा हमर जट्टा गुड़े मुंडे बुलुछंती हेले ताको स्वामी एमिति बा जट्टाधारी है कि 14 वर्ष बुलीथिले कौन भूली गल कि भूली जीबी आरो कहना ताले आलो जानिछ गो जल कन्या प्रेत या जोगरे आज आसला बेले का मुख दर्शन करथिल कि स्वामी को मुख नारायण मु भाबिले बोध आसला बेले मो मुख दर्शन मो मुख देखिथिले मु एठी रही थाली नारायण नारायण मात देवर्षि कलिगंड एतिक बंद करंतु काहे कि देवर्षि मोर आ देखिबार नाही कलिगंड देवता माने वर्तमान नृत्य देखिया बेस्थिले ये कोन नृत्य होउची हमें नृत्य देखिया हम तम नृत्य देखिबो हम नृत्य देख तापर तमे जाई परे नृत्य आगो मांकर तापर बाबांकर हो ठीक देवर्षि पार्वती पुणी कहूची ना मो कौन मो स्वामी देवदेव महादेव पुणी लुचि दिले कोठी जानिछ ना नहीं जानिछ कि मु कहबी मन पकई देबी कि तमे मोर आवश्यकता नारायण आलो ग्रहराज शनि दृष्टि भये पळाइला देवर्षि नारायण मात कोठी लुचि दिला कहलो मु तो जानिछ कहि देबी आलो धोबा गंडी तले जाई लुचि रही तिला तेरा जाता काका तो थिला दिला जाता माँ लक्ष्मी ठाकुराणी पचारे कौन बाबा आमर जा कड़े लुचिकी थे शनि महाग्रह भय स्वामी भी एमती लुचिकी थे खाली लुचि नथिले कोठे लुचुले गुरुंडी थे कहूना आलो कंस को नासिन जरा संधे भय करी भुवने जाई बसवास करी लुचि रहिल केते वर्ष नहीं थिला बाही जीवन तू देलू को प्रश्न पचारे माँ लक्ष्मी शुणिल तो कन्नरे हाँ हाँ शुणिली को भाया कथा आसिक कोठे आलोचना करुछंती तार सेतिक तो चिंताधारा ताको स्वामी कर नाहंती कि
ଏଟା କହିବାକୁ ଲାଜ ଲାଗୁଛି। ଲାଜ ଲାଗୁଛି ହେଲେ କହିବାକୁ ପଡିବ, ନହେଲେ ତମେ ହାରିଯିବ। ଆଲୋ ମାଇଙ୍କୁ ହରିବା ପାଇଁ ବଳା ଇଲେ ମନ ତରୁପା ହୋଇ ମାଇ ସଙ୍ଗେ କଲେ ପ୍ରେମ ବଜ ହୋଇବ ଭୂତକୁ ସେ ଛଡ଼ାଇଲେ ଯାଇ ଏଣିକି ମୋ କଥାରେ ଚାଲନ୍ତୁ, ମୋ କଥା ମାନନ୍ତୁ। କାହିଁକି ଦେବର୍ଷି? ନହେଲେ ଜାଣିଛ ଇଏ ହଉଛି ବାବାଙ୍କ ଏରିଆ, ମା ପାର୍ବତୀଙ୍କର ଇଏ ହଉଛି ବାସସ୍ଥଳୀ। ତେଣୁକରି ତାଙ୍କ କଥାରେ ଚାଲନ୍ତୁ ମାତା। ଏଇ କଳିଗଣ୍ଡ ବେଳେ ଏତିକିରେ ବନ୍ଦ କରନ୍ତୁ। ତାଙ୍କ କଥାରେ ମୁଁ ଟୋଟାଲି ଯିବି ନାହିଁ। ମୋ କଥା ମାନନ୍ତୁ। ମୁଁ ଆସିଛି ମାନେ ମୋ ପ୍ରଶ୍ନ ହିଁ ପଚାରିକି ଏଠୁ ଯିବି। ନାରାୟଣ ତାର ପଚାରନ୍ତୁ। ଆଲୋ ଦେଖିଛ କି ସଇଲାଇ ସେ ଚାମୁଣ୍ଡିଆ ବାବାଙ୍କ ଦର୍ଶନ ଲାଗି ସେଦିନ ଗତିଶ୍ୱରଙ୍କ ପୀଠରେ ସାରା ସଂସାର ଯାକର ଲୋକ ଇଏ କଣ କହୁଛନ୍ତି, ବାବାଙ୍କ ମୁଖ ଦର୍ଶନ କଲେ ସକାଳୁ କୁଆଡେ ପାପ ବୋଲିକି ଲୋକ ଶୋଉନାହାନ୍ତି। ରାତି 3ଟାରୁ ଯାଇକି ଲମ୍ବା ଧାଡିରେ କେମିତି ବାବାଙ୍କ ଟିକେ ଭଲରେ ଦର୍ଶନ ମିଳିବ। ମତେ ପଚାରିକି ଲାଭ ନାହିଁ, ତାକୁ ଟିକେ ପଚାର। କେତେ ପଚାରିବୁ ମାତ, ତମେ ତ ଜାଣିଛ। ସେଇ ପଦ କୁହ ଯେମିତି ମା ଲକ୍ଷ୍ମୀ ଆଉ କିଛି କହିପାରିବେନି। ଠିକ ଅଛି, ତାହେଲେ କୁହନ୍ତୁ। ଦେଖିଛ ଗୋ ସହି କୁରୁ ପାଣ୍ଡା ବସମରେ ମୁଣ୍ଡ ହତ ଆଖି ଥିଲା ଘଟି ବ୍ରହ୍ମା ପାଞ୍ଚ ମୁଣ୍ଡ ଥିଲା ବାହି ଗୋଟାଏ ଚାପୁଡ଼ ମାରି ଛିଣ୍ଡାଇଲା କର ବ୍ରହ୍ମ ହାତ ସ୍ୱାମୀ ନାମ ଜପିଲେ ଯୋଉ ପ୍ରଶ୍ନ ପଚାରିଲେ କର୍ଣ୍ଣରେ ଠିକ ଶୁଣିଲ ତ? କୁଆଡେ ତମ ସ୍ୱାମୀଙ୍କ କଥା କହିଦେଲେ, ଆଉ ତାଙ୍କ ସ୍ୱାମୀଙ୍କ କଥା କଣ? ଆଚ୍ଛା ସିଏ କୋଉଠି ବସିକି କାନ୍ଦୁଥିଲା କହିଲ? ତାଙ୍କର ମନେ ପଡୁନି। ଆଉ ମନେ ପଡୁନି? ମନେ ପକେଇ ଦଉନାହାନ୍ତି। ଆଲୋ ସୀତା ରୂପେ ଥିଲୁ ଯାଇ ଅସ ରାମ ଅବତାରେ ଯାଇ ପଥିଲେ ରାବଣେ ବ୍ରହ୍ମ ଶ୍ୟାପଲ ଓ ସ୍ୱାମୀ ନାମ ଜପି ହେଲୁ ମୁକ୍ତ ଏଇ କଳିଗଣ୍ଡ ବେଳେ ଏତିକିରେ ବନ୍ଦ କରନ୍ତୁ। ତମେ କୁଆଡେ ବସିକି କାନ୍ଦୁଥିଲ, ତାଙ୍କ ସ୍ୱାମୀଙ୍କ ନାମ ଜପିବାରୁ ମୁକ୍ତି ହେଲ। ସିଏ କୋଉଠି ବସିକି କାନ୍ଦୁଥିଲେ, ତମ ସ୍ୱାମୀଙ୍କ ନାମ ଜପିବାରୁ ମୁକ୍ତି ହେଲେ। କଣ ଏଥିରୁ ମିଳିବ କହିଲ ମାତ? ଏଇ କଳିଗଣ୍ଡ ବେଳେ ଏତିକିରେ ବନ୍ଦ କରନ୍ତୁ। ବାବା ନୃତ୍ୟ କରିବେ, ଆମେ ହେଲେ ଟିକେ 33 କୋଟି ଦେବତା ଦେଖିବୁ। ଦେବର୍ଷି ମୁଁ ଆସିଛି ମାନେ ତା ଗର୍ଭଟା ମୁଁ ଏଠି ଛଡେଇକି ଯିବି। ତମେ ହେଇ ପଦକ କହିବ ତ, ମା ହିଆଡେ ସଦରେ ସାଇଡ ହେଇକି ଦୂରେ ରହିବେ। ଅନ୍ତର୍ଜା ହଉଛ ଦେବର୍ଷି। ନାରାୟଣ ହଉ କିଏ ଦେବର୍ଷି? ଶୁଣ ଓ ଦେବର୍ଷି କୋଉ ପଦଟା କହିବ କହିଲ? ନାଇଁ ତ ଇଏ କିଛି ନା। ମୁଁ କଣ ଛାଡିବା ଜନ୍ତୁ ଆଉ ଜାଣିଲ? ତାହେଲେ ଦେବର୍ଷି ଦେଖିବ ଗୋ ସହି ଯାଅ ଲୀଳା ଜଳବୁର
ମାତ ପ୍ରଥମରୁ କହୁଛି ଏଇ ପଦକ କହିଲେ ଯେମିତି ମା ଏକାବେଳେ ବସିବେ। ଏବେ ଦେଖିଲ ମା ବସିକି ଏବେ କାନ୍ଦିଲେ, ତମେ ଖୁସି ତ? ଦେବର୍ଷି ଯାଅ ତମ ମାଙ୍କୁ ଦେଖ। ମାଙ୍କୁ ତ ମୁଁ ଦେଖିବି, ହେଲେ ତମେ ଏବେ ତମ ଅବସ୍ଥା କଣ ହବ ଆଗ ଟିକେ ଦେଖ। ମୋର କିଛି ହବ ନାହିଁ ଦେବର୍ଷି। ତମର କିଛି ହବନି? ନା ନା। ମୁଁ କହୁ ତାହେଲେ ଆଜି ଦର୍ଶନ କରିକି ଆସିଛ, ତାହେଲେ ତୁମେ ଏଇ ଜିତିଗଲ ଆଉ କଣ। ଆପରେ ଯାହା ହବ ତମେ ବୁଝିବ ଆଉ କଣ। ମନା କରୁଛି, ମୋ କଥା ମାନିଲନି। ଏଣିକି ବାବା ଯାହା କରିବେ ତାପରେ ତମେ ଶୁଣିବ ଆଉ କଣ। ଠିକ ଅଛି। ହଉ ତମେ